ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସାଂସଦଙ୍କ ବିକାଶ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଡକ୍ଟର ମହେନ୍ଦ୍ର ରୈତଙ୍କ ନେତୃତ୍ୱରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ବ୍ରହ୍ମପୁର ଲୋକସଭା ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ମହିଳାଙ୍କ ଶିକ୍ଷା ଓ ସ୍ୱାବଲମ୍ବନ ପାଇଁ ଦୀର୍ଘ 4 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ୍ନ ଭାବେ ନାରୀ ଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ବିଦ୍ୟାଳୟ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ ସମସ୍ୟା ଦେଇ ଗତି କରୁଛି। ଯେପରି ଛାତ୍ରୀମାନଙ୍କ ଖେଳକୁଦ ଓ ଶାରୀରିକ ଶିକ୍ଷା ପାଇଁ ଉପଯୁକ୍ତ ଖେଳ ପଡ଼ିଆ ଅଭାବ, ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରୀ, ବୃଦ୍ଧିଶୀଳ ଛାତ୍ରୀ ସଂଖ୍ୟାକୁ ଧ୍ୟାନରେ ରଖି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଛାତ୍ରୀମାନଙ୍କ ସୁବିଧା ପାଇଁ ସାଇକେଲ ଷ୍ଟାଣ୍ଡ ବ୍ୟବସ୍ଥା, ଖେଳ ଓ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଯଥାଯୋଗ୍ୟ କ୍ରୀଡ଼ା ସାମଗ୍ରୀ, ଶ୍ରେଣୀଗୃହଗୁଡ଼ିକର ଆଧୁନିକରଣ ଓ ନବୀକରଣ, ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ, ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ପାଚେରୀ ନିର୍ମାଣ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ସାକ୍ଷାତ ସମୟରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କ୍ୟାପ୍ଟେନ୍ ଅନିତା କୁମାରୀ ପାଢ଼ୀ, ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।